जय जगन्नाथ सुबन ଆପଣ କେବେ ଏମିତି ତ ଭାବିଥିବେ କି ମୁଁ ଗୋଟେ ଟାଇମ୍ରେ ଗୋଟେ ଜିନିଷ ନ କରିକି ଯଦି ଗୋଟେ ଟାଇମ୍ରେ ବହୁତ ସାରା ଜିନିଷ ମୁଁ କରିଦେବି ତାହେଲେ ମୋ ପ୍ରଡକ୍ଟିଭିଟି ବଢ଼ିଯିବ। ଅଫିସରେ କେବେ ନା କେବେ ଭାବିଥିବେ କି ହଁ ମୁଁ ଲେଟେଷ୍ଟ ମୁଁ ଗୋଟେ କାମ କରୁଛି ତା ସାଥିରେ ମୁଁ ଆଉ ଗୋଟେ କାମ ବି କରିପାରିବି ଆଉ ସେ ଦୁଇଟା ଯାକ କାମ ମୁଁ ଗୋଟେ ଟାଇମ୍ରେ ସାରିଦେବି। ଦେଖନ୍ତୁ ୟାକୁ ମଲ୍ଟିଟାସ୍କିଂ କହନ୍ତି। ଆଉ ମଲ୍ଟିଟାସ୍କିଂ ଆଜିକାଲି ବହୁତ ଜାଗାରେ ଖାଲି ଆମେ ମାନେ ନୁହଁ ଇଭେନ୍ ପାଠ ପଢ଼ୁଥିବା ପିଲାମାନେ ବି ୟୁଜ୍ କରିବାକୁ ଚେଷ୍ଟା କରନ୍ତି। ଆଉ ଆମେ ଆମ କାମରେ ବି ୟୁଜ୍ କରିବାକୁ ଚେଷ୍ଟା କରୁ, କିନ୍ତୁ କେତେ କେତେ ଜାଗାରେ ମଲ୍ଟିଟାସ୍କିଂ ଆମକୁ ଯେତିକି ରେଜଲ୍ଟ ଦେବା କଥା ତାର ରେଜଲ୍ଟକୁ କମେଇ ଦିଏ। ଆମକୁ ହେଲ୍ପ କରେନି ମଲ୍ଟିଟାସ୍କିଂ। ଗୋଟେ ଛୋଟ ଏକ୍ଜାମ୍ପଲ୍ କହୁଛି କେଉଁଠି ହେଲ୍ପ କରେ ମଲ୍ଟିଟାସ୍କିଂ। ଦେଖନ୍ତୁ ଆପଣ ଯେମିତି ଯଦି କିଛି ନର୍ମାଲ କାମ କରୁଥିବେ ଯେଉଁଥିରେ ଦିମାଗ ଏତେ ୟୁଜ୍ କରିବାର ନଥିବ, ଯେମିତିକି ଭାବନ୍ତୁ କି ଆପଣ ରୋଷେଇ କରୁଛନ୍ତି, ଠିକ୍ ଅଛି। ତ ଆପଣ ଯେତେବେଳେ ଗୋଟେ ଡିଶ୍ ବସେଇଛନ୍ତି ତ ସେଇଟା ଯେତେବେଳେ ବସୁଥିବ ସେତେବେଳେ ଆପଣ ବାକି ଜିନିଷର କଟାକଟି କରୁଥିବେ, ତ ସେଇଥିରେ ଦୁଇଟା ଜିନିଷ ପାରାଲେଲି ହେଉଛି। ହଁ, ସେଇଥିରେ ମଲ୍ଟିଟାସ୍କିଂ ଆରାମସେ ହେଇଯିବ, ଗୋଟେ କାମ କଲାବେଳେ ଆଉ ଗୋଟେ କାମ ହେଇଯିବ। କିମ୍ବା ଆପଣ ଏମିତି ବି କରିପାରନ୍ତି ଯେ ଯେତେବେଳେ ଆମେ କାମ କରୁ ସେତେବେଳେ ଆମ ଅଫିସରେ ଯେତେବେଳେ କାମ କରୁ ଲେଟେଷ୍ଟ ଆମର କିଛି ଗୋଟେ ରିପୋର୍ଟ ବାହାର କରିବାର ଅଛି, ତ ଆମେ ଧର ରିପୋର୍ଟ ବାହାର କରିକି ତାକୁ ପ୍ରିଣ୍ଟ କରିବାର ଅଛି, ତ ଆମେ ତାକୁ ପ୍ରିଣ୍ଟିଂରେ ଦେଇଦେଉ। ତା ବାଦେ ଆମେ ନେକ୍ସଟ କାମ କରୁ, ସେ ପ୍ରିଣ୍ଟ ଆଉଟ୍ ବି ହେଉଥିବ, ଆମେ ଆମ ରିପୋର୍ଟିଂ ବି କରୁଥିବୁ। ଦେଖନ୍ତୁ ଏସବୁ ଜିନିଷରେ ମଲ୍ଟିଟାସ୍କିଂ ୟୁଜଫୁଲ୍ କାହିଁକି ନା ଗୋଟେ ଜିନିଷ ଯେମିତି ପ୍ରିଣ୍ଟିଂର କାମ ମୁଁ କହିଲି, ସେ ପ୍ରିଣ୍ଟିଂର କାମରେ ଆମର ବେଶୀ କାମ ଦରକାର, ଆମର ବେଶୀ ମୁଣ୍ଡ ଖଟାଇବା ଦରକାର ନାହିଁ, ଦିମାଗ ଏତେ ୟୁଜ୍ ହୁଏନି। କିମ୍ବା ମୁଁ ଯେଉଁ ରୋଷେଇ କଥା କହିଲି, ଗୋଟେ କାମ ତ ଆପଣ ସରିଗଲା ନା, ଗୋଟେ ଡିଶ୍ ଆପଣ ବସେଇଛନ୍ତି, କଡ଼େଇରେ ଗୋଟେ ଜିନିଷ ବସିଛି, ତ ନେକ୍ସଟ ଜିନିଷ ଆପଣ ଆରମ୍ଭ କରୁଛନ୍ତି, ସୋ ସେସବୁ ଜିନିଷ ଫାଇନ୍। କିନ୍ତୁ ଆପଣ ଏମିତି ଭାବନ୍ତୁ ଆପଣ କାମ କରୁଛନ୍ତି, ଆପଣ କନସେନ୍ଟ୍ରେଟ୍ କରୁଛନ୍ତି ଗୋଟେ ଜିନିଷ ଉପରେ, ଆଣ୍ଡ ଆଉ ଗୋଟେ ଜିନିଷ ଯେତେବେଳେ ଆପଣ ଲେଟେଷ୍ଟ ଆଉ ଗୋଟେ ଜିନିଷ ଆପଣ ଶୁଣୁଛନ୍ତି, ସେତେବେଳେ ଆପଣଙ୍କ ମୁଣ୍ଡଟା କେଉଁଠି ରହିବ? ଆପଣ ଯେଉଁ ଜିନିଷଟା ଶୁଣୁଛନ୍ତି ସେଇଠି ମୁଣ୍ଡଟା ଯିବ, ନା ଆପଣ ଯେଉଁ ଜିନିଷ ଉପରେ କାମ କରୁଛନ୍ତି ସେଇଠି ମୁଣ୍ଡଟା ଯିବ? ଆମର ବ୍ରେନ୍ ଗୋଟେ ହିଁ ନା, ଗୋଟେ ଟାଇମ୍ରେ ଆମ ବ୍ରେନ୍ ଗୋଟେ ଜିନିଷ ଉପରେ ହିଁ ଫୋକସ୍ କରିପାରିବ, ଗୋଟେ ଜିନିଷ ଉପରେ କନସେନ୍ଟ୍ରେଟ୍ କରିପାରିବ। ତ ଆପଣ ଏମିତି ବି ଦେଖିଥିବେ ଯେ ବେଳେବେଳେ କ'ଣ ହୁଏ, ଆମେ କିଛି କିଛି କାମ ଯେତେବେଳେ କରୁ ସେତେବେଳେ ସୁପର କନସେନ୍ଟ୍ରେସନରେ ଆମେ କାମ କରୁ, ଫୋକସ୍ ପୁରା ତୀକ୍ଷ୍ଣ ଫୋକସ୍ ସେତେବେଳେ ଥିବ ଆଉ ସେ କାମଟା ଏମିତି ଚୁଟକିରେ ହେଇଯାଏ। କିନ୍ତୁ ଯେତେବେଳେ ଆମ ଫୋକସ୍ଟା ସେ କାମ କଲାବେଳକୁ ଯଦି ଆମ ଫୋକସ୍ଟା ଟିକେ ଡାଇଭର୍ଟ ହେଇଯାଏ, ଆମେ ଟିକେ ବିଗିଡ଼ି ବି ଯାଉ, କାହିଁକି ନା ଆମେ ଜାଣିଛୁ ଯଦି ଫୋକସ୍ ପଳେଇଲା ପୁଣି ସେ ଫୋକସ୍ ଆଣିବା ସେଇଟା ବହୁତ ବଡ଼ ଟାସ୍କ। ଆଉ ଗୋଟେ ଜିନିଷ ବି ଆପଣ ଶୁଣିଥିବେ ଯେ ଆମକୁ ଛୋଟବେଳେ କୁହା ହୁଏ କି ଯେତେବେଳେ ଯେଉଁ ଜିନିଷ କରୁଛ ସେତେବେଳେ ସେଇ ଜିନିଷ ବିଷୟରେ ହିଁ ଭାବ। ଯେମିତି ଆମକୁ ଛୋଟବେଳେ କୁହାଯାଏ ତୁ ଯେତେବେଳେ ପାଠ ପଢ଼ୁଛୁ ପାଠ ବିଷୟରେ ଭାବ, ଯେତେବେଳେ ଖେଳୁଛୁ ସେତେବେଳେ ଖେଳ ବିଷୟରେ ଭାବ, ପାଠ ବିଷୟରେ ଭାବନି, କି ଖାଇବା ବିଷୟରେ ଭାବନି, ଆଉ ଯେତେବେଳେ ଖାଉଛୁ ଖାଲି ଖାଇବା ବିଷୟରେ ଭାବନି, ଟିଭି ଦେଖେନି, ଏଇଟା ଆମକୁ କୁହାହେଉଛି। ତ ଏଇଟା ଗୋଟେ ନର୍ମାଲ ଜିନିଷ, ଛୋଟ ଜିନିଷ, ଏଇଟା ମୁଁ ନୂଆ ଜିନିଷ କିଛି କହୁନି, ଜଷ୍ଟ ଆପଣଙ୍କୁ ଖାଲି ଏଇଟା ମନେ ପକାଇ ଦେଉଛି। ଏଇଟା ଯେତେବେଳେ ମୁଁ ବି ପାଠ ପଢ଼ୁଥିଲି ସେତେବେଳେ ମୁଁ ବହୁତ କରିବାକୁ ଚେଷ୍ଟା କରୁଥିଲି, କିନ୍ତୁ ବେଳେବେଳେ କେତେ ଜାଗାରେ ମଲ୍ଟିଟାସ୍କିଂ ହେଇଯାଉଥିଲା। କିନ୍ତୁ ଆଉ ବାକି ସବୁ ଜିନିଷରେ ଯଦି ମୁଁ ମଲ୍ଟିଟାସ୍କିଂ ନ କରିକି ଗୋଟେ ଜାଗା ଉପରେ ପିନ୍ ପଏଣ୍ଟ କରି ଫୋକସ୍ କରିକି ସେ କାମ କରୁଥିଲି ତାହେଲେ ଶୀଘ୍ର ସେ କାମ ହେଇଯାଉଥିଲା, ନହେଲେ ଶୀଘ୍ର ସେ ଜିନିଷଟା ମନେ ରହିଯାଉଥିଲା। ଯେତେବେଳେ ପିଲାମାନେ ପରୀକ୍ଷା ଦିଅନ୍ତି ସେତେବେଳେ ଏଇ ଜିନିଷଟା ବେଶୀ କାମ କରେ, କାହିଁକିନା ପିଲାମାନେ କୁହନ୍ତି ମାନେ 3-4ଟା ଚାପ୍ଟର ଏକା ସାଙ୍ଗେ କେମିତି କଭର କରିବେ, ସେମିତି ହୁଏନି। ଗୋଟେ ଚାପ୍ଟର କଭର କର, ବହୁତ କମ୍ ଟାଇମ୍ରେ କଭର ହେଇଯିବ, ତାପରେ ନେକ୍ସଟ ଚାପ୍ଟରକୁ ଯାଅ, ତାପରେ ନେକ୍ସଟକୁ ଯାଅ। କାମରେ ବି ଏକ୍ଜାକ୍ଟଲି ସେୟା। ତ ଏଇଟା ଏତିକି ଖାଲି ମୋର କହିବାର ଅଛି କି ଯେତେବେଳେ ବି ଆପଣ ଗୋଟେ ଜିନିଷ କରନ୍ତି ନା, ଯେମିତି ଆମର ଗୋଟେ ଗପଟେ ଥିଲା, ଅର୍ଜୁନଙ୍କୁ ଦ୍ରୋଣ ଯେତେବେଳେ କହିଥିଲେ କି ଚିଡ଼ିଆ ମାରିବାର ଥିଲା, ପକ୍ଷୀ ମାରିବାର ଥିଲା, ସମସ୍ତେ 5 ପାଣ୍ଡବଙ୍କୁ ଆଣିକି ଯେତେବେଳେ ଛିଡ଼ା କରିଦେଲେ, ଭୀମ କହୁଥିଲା ଯେ ମୋତେ ଫଳ ଦେଖାହେଉଛି, ଯୁଧିଷ୍ଠିର କହୁଥିଲେ ଯେ ମୋତେ ପତ୍ର ଦେଖାହେଉଛି, ବ୍ରାଞ୍ଚ ମାନେ ଡାଳ ବଗେରା ଦେଖାହେଉଛି, କି ଯେତେବେଳେ ଅର୍ଜୁନଙ୍କୁ ପଚାରାଲା ସେ କହିଲେ ଯେ ମୋତେ ସେ ପକ୍ଷୀର ଆଖି ଛଡ଼ା ଆଉ କିଛି ଦେଖାହେଉନି, ସେଥିପାଇଁ ତାକୁ କୁହାହେଲା ତୀରଟା ଛାଡ଼ ବୋଲି। ଆଉ ସେ ତୀରଟା ଠିକ୍ ଏମ୍ରେ ଯାଇକି ବାଜିଗଲା, ଠିକ୍ ଲକ୍ଷ୍ୟରେ ଯାଇକି ବାଜିଲା। ଏକ୍ଜାକ୍ଟଲି ସେମିତି ଆପଣଙ୍କର ଫୋକସ୍ଟା ଗୋଟେ ଜାଗାରେ ରଖନ୍ତୁ। ଯେମିତି ଆମେ ଗୋଟେ ଲେନ୍ସ, ଗୋଟେ ମ୍ୟାଗ୍ନିଫାଇଂ ଲେନ୍ସ, ସେଟା ଆଣିକି ଆମେ ଯଦି ସୂର୍ଯ୍ୟ ତଳେ ଦେଖୁଛୁ ଆଉ ଗୋଟେ କାଗଜ ଉପରେ ରଖୁଛୁ, ସେ ତା ଫୋକସ୍ ଯୋଗୁଁ ସେ କାଗଜଟା ଜଳିଯାଏ। ଯେତେବେଳେ ସୂର୍ଯ୍ୟର କିରଣ ଲେନ୍ସ ଭିତରେ ପଶିଯାଏ, ପଡ଼ିକି ତାପରେ କାଗଜ ଉପରେ ପଡ଼େ, ସେ ଫୋକସ୍ ଯୋଗୁଁ କାଗଜଟା ଜଳିଯାଏ। ମାନେ ଭାବନ୍ତୁ ଫୋକସ୍ର କେତେ ପାୱାର ଅଛି। ଫୋକସ୍ ଅନ୍ ୱାନ୍ ଥିଙ୍ଗ, ଗୋଟେ ଜିନିଷ ଉପରେ ଫୋକସ୍ କରନ୍ତୁ ଆଉ ଆଗେଇ ଚାଲନ୍ତୁ।
ବାସ୍ ଏତିକି କହିବାର ଥିଲା ଆଜିର ମନର କଥାରେ। ରହୁଛି, ନମସ୍କାର।